ସାହୁ ଆଉ ଆମେ ଦି ଜଣ ଯାଇଥିଲୁ ଆମର ବାଲେଶ୍ୱର ଗୋଟେ ମିଟିଂ ଥିଲା। ଆମେ ମିଟିଂ ସାରିକି ରାସ୍ତାରେ ଫେରିଲା ବେଳେ ଆମକୁ ଦି ଜଣ ଶ୍ରୀଜଙ୍କ ପାଖରୁ ଫଲୋ କଲେ। ତିନି ଜଣ ଥିଲେ ସେ ସ୍କୁଟିରେ ଥିଲେ, ତିନି ଜଣ ଆମକୁ ହଉଛି ଫଲୋ କଲା ଭଳିଆ ହଉଛି ଲାଗିଲା। ଆମେ ସ୍ପିଡରେ ଆସୁଥିଲୁ କିନ୍ତୁ ସେମାନେ ଆମ ଗାଡି ଆଗକୁ ପଳେଇ ଆଇଲେ, ପଳେଇ ଆଡା ପକେଇଦେଲେ। ପକେଇ ଦେଇ ସେମାନେ ହାତରେ ହଉଛି ସବୁ ଧରିଥିଲେ, ଭୁଜାଲି ଖଣ୍ଡା ଟାଇପ ର ହଉଛି ଧରିଥିଲେ ସବୁ। ଆଉ ଧରିଲା ପରେ ଆମେ ହଉଛି କଣ କଲୁ ନା, ଆମେ ଯେତେବେଳେ ସେ ଆମ ଆଗରେ ହଉଛି ରଖିଦେଲେ ବାଇକ୍ ଟା, ତାଙ୍କ ସ୍କୁଟି ଟା, ଆମେ ସେଇଠୁ ଠିଆ ହେଇଗଲୁ। ଠିଆ ହେଇଗଲା ପରେ ସେ ଗୋଟେ ସେ ଖଣ୍ଡାରେ କି ଜୋର କିନା ଆଘାତ ଦେଲେ ମୋ ମୁଣ୍ଡକୁ। ଯେମିତି ଆଘାତ ଯେମିତି ଦେଲେ ମୁଁ ବାଇକ୍ ଟା ଛାଡିଦେଲି ସେଇଠି। ବ୍ଲଡ ଏତେ ବାହାରିଲା, ମୁଁ ବାଇକ୍ ଟା ଛାଡିଦେଲି ସେଇଠି। ଛାଡି ଦେଇକି ଆମେ ଆମ ପ୍ରାଣ ଭୟରେ କି ଆମେ ଦି ଜଣ ଦୌଡ଼ିକି ପଳେଇ ଆଇଲୁ। ଜଷ୍ଟ ହଉଛି ଶ୍ରୀଜଙ୍କ ପରେ ଆଉ ଶାଳଙ୍ଗା ପୋଲ ଯୋଉ କହୁଛନ୍ତି ହେଲା, ଆଉ ସେଇଠି ଆମେ ଦୌଡିକି ପଳେଇ ଆଇଲୁ। ମୁଁ ଯେତେବେଳେ ଦୌଡ଼ିଲି, ତା ଉପରକୁ ଆଘାତ ଯେମିତି କଲେ, ସେ ବ୍ୟାଗ୍ ଟା ତାଙ୍କ ଉପରୁ ଫିଙ୍ଗି ଦେଇକି ସେ ମଧ୍ୟ ପଳେଇ ଆସିଲା। ଆମେ ଯାଇ ଗୋଟେ ସେଇଠି ଗୋଟେ ଦୋକାନ ଭଳିଆ ହଉଛି ଗୋଟେ ଘର ଗୋଟେ ଥିଲା, ତା ପଛପଟେ ଲୁଚି ପଡିଲୁ। ସେମାନେ ମୋ ବାଇକ୍ ଟାକୁ ଧରିକି ନେଇକି ପଳେଇଲେ। ପଲ୍ସର ବାଇକ୍ ଟା ନୂଆଟେ ମୁଁ କିଣିଥିଲି, ସେଇଟା ସେମାନେ ହଉଛି ନେଇକି ପଳେଇଲେ ଧରିକି। ତାପରେ ତ ଗାଡି ନମ୍ବର ଥିଲା OD22221153, OD22221153। ସେମାନେ ତିନି ଜଣ ଥିଲେ, ବାଙ୍ଗରା ହେଇକି ଲୋକ। ଆମେ ତାଙ୍କ ମୁହଁ ଦେଖି ପାରିଲୁନି, ମୁହଁର କପଡା ଗୁଡେଇଥିଲେ। ବାଙ୍ଗରା ହେଇକି ଥିଲା। ଆଜ୍ଞା, ଖଣ୍ଡା ଥିଲା, ଖଣ୍ଡା ଭୁଜାଲି ସେମାନେ ଧରିଥିଲେ ଦିଟା। ଟାଇମ ଜଷ୍ଟ ହବ 9ଟା 40ରୁ 45 ଭିତରେ ହବ। ମୋର କେବଳ ଯାଇଛି, ମୋର ଖାଲି ବାଇକ୍ ଟା ହିଁ ଯାଇଛି। ମୋ ନୂଆ ବାଇକ୍ ଟା 25ରୁ 30,000 ଟଙ୍କା ଥିଲା ସାର୍। ପ୍ଲସ୍ ମୋର ସେଥିରେ ଡକୁମେଣ୍ଟ କିଛି ଥିଲା, ପ୍ଲସ୍ ମୋ ନିଜ ବ୍ୟବହୃତ ଜିନିଷ ଥିଲା। ଆଉ ସେ ଯେତେବେଳେ ମୋ ଆଡକୁ ମତେ ଆଟାକ୍ କଲେ, ମୁଁ ସେଥିରୁ କିଛି ନ ପାଇକି ସେ ଫାଷ୍ଟ ମତେ ଆଟାକ୍ କଲେ। ଯେତେବେଳେ ଫାଷ୍ଟ ଆସିଲେ ପଛ ପଟରୁ, ମୁଁ ସେତେବେଳେ ବିଶ୍ୱାସ ଦେଇକି ଟିକେ ସାଇଡ୍ କରିକାଟ, କାହିଁକିନା ସେ ମତେ ଲାଗିଲା କି ମତେ ଟାଣୁଛନ୍ତି ବୋଲି। ଯେତେବେଳେ ନ ପାଇଲେ ସେ ଖଣ୍ଡା ବୁଲେଇଲେ, ଫାଷ୍ଟ ପାଇଲେନି, ତାପରେ ଆଗକୁ ଯାଇକି ଆସିକି ଆମ ଆଗରେ ଛିଡା ହେଇଗଲେ। ଛିଡା ଯେତେବେଳେ ଫାଷ୍ଟ ସେ ମତେ ଆଟାକ୍ କଲେ, ଯେ ବ୍ୟାଗ୍ ଖୋଲିବା ପାଇଁ କହିଲେ। ମୁଁ ସେଇ ସମୟରେ ତମ ବ୍ୟାଗ୍ ଟା ମୁଁ ପିନ୍ଧିଥିଲି, ଆଉ ସେତେବେଳକୁ ସେ ବିଶ୍ୱଜିତ ଭାଇଙ୍କ ଉପରକୁ ଆଟାକ୍ କରିସାରିଥିଲେ। ଆଉ ମୁଁ ଟାଣିକି ନେଇକି ପଳେଇ ଆସିଲି। ଆମେ ଆସିଲା ପରେ ସେଇଠୁ 100 ମିଟର ଦୂରରେ ଗୋଟେ ଘର ଥିଲା ଲେଫ୍ଟ ସାଇଡ୍ ରେ, ସେଇଠି ଆମେ ଆସିକି ମାନେ ବସି ପଡିଲୁ। ମୋ ବ୍ୟାଗ୍ ରେ ସାର୍ ଥିଲା 30,000, 25ରୁ 30,000 ଟଙ୍କା ଥିଲା। ମୋର କିଛି ଡକୁମେଣ୍ଟ ଥିଲା, ଆଉ ମୋର ବ୍ୟବହୃତ ଜିନିଷ ଥିଲା। ଆଉ ତାଙ୍କ ଭାଇଙ୍କର ଗାଡିଟାକୁ ବି ଆମେ ଯେତେବେଳେ ଲୁଚି ପଡିଲୁ, ସେ ସେତେବେଳେ ସେ ଗାଡି ନେଇକି ପଳେଇଲେ। ପଲ୍ସର ଗାଡି 125 ପଲ୍ସର ନୂଆଟା କିଣା ହେଇଥିଲା 4 ମାସ ପୂର୍ବରୁ, ସେଇଟା ନେଇକି ପଳେଇଲେ।